সম্রাট নৃপতি ধৃতরাষ্ট্র যে কুমার মহাবহ পণ্ডু বিরহ শান্ত ধীর শান্ত ধীর অবন্ত কর্ম কুশলী বাবুরে আজ্ঞা প্রথম দিন রঘুবংশ মহাকাব্য রয়মা আরম্ভ হয়েছিল বাস রামায়ণ উপরে যাইছিল আজি হ্যাঁ কাব্যেষু নাটক শ্রেষ্ঠ বাস বাস আজি সেমিতি গোটিয়ে সংস্কৃত নাটক আরম্ভ করিবা ঠিক 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 সে আরম্ভ করিଥିଲେ ভাইনা আমার মহাকবি কালিদাসଙ୍କ রঘুবংশ আজ্ঞা আমি কবি রাজশেখরଙ୍କର বিরচিত বাস বাস সংস্কৃত নাটক প্রচন্ড পাণ্ডবম আজ্ঞা হଉ ଦେଖିବା କେତେ ବାଟ ନାଟକ ଯାଉଛି ଦେଖିବା ଦେଖିବା ଅଖିଳ ବାବୁ ସାତ ଓଡ଼ିଶାର ଗାକ କେଶରୀ ଆଜ୍ଞା ମୋର ପୂଜ୍ୟସ୍ପଦ ଗୁରୁଦେବ ପଣ୍ଡିତ ସ୍ୱର୍ଗୀୟ ଉଦୟନାଥ ରଥ ଶର୍ମା ଆଜ୍ଞା ଆଜ୍ଞା କହିଲେ କୁରୁକୁଳ ସମ୍ରାଟ ନୃପତି ଧୃତରାଷ୍ଟ୍ର ରାଜା ଧୃତରାଷ୍ଟ୍ରଙ୍କର 100 ପୁଅ 100 ପୁଅ ପଣ୍ଡୁଙ୍କର ହେଲେ 5 ପୁଅ ବାସ 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 ଏ 105 ପିଲାଙ୍କୁ ପାଠ ପଢ଼େଇବା ପାଇଁ ଭାରତ ବର୍ଷରେ ଆଜ୍ଞା ଆଜ୍ଞା ଜଣେ ବ୍ରାହ୍ମଣ ଶିକ୍ଷକ ନିଯୁକ୍ତି ହେଲେ ଜଣେ ଶିକ୍ଷକ ବର୍ଣ୍ଣାରଙ୍ଗ ବ୍ରାହ୍ମଣ ଗୁରୁ 36 ପାଟକେ ରାଜାସି ବାସ 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 ସେ କିଏ ସେ କିଏ ଭରଦ୍ୱାଜ ସୁତ ଆପଣଙ୍କର ନାମ ହେଉଛି ଦ୍ରୋଣାଚାର୍ଯ୍ୟ ବାସ ବାସ ଏ ଦ୍ରୋଣାଚାର୍ଯ୍ୟ ଆଜ୍ଞା 105 ପିଲାଙ୍କୁ ବ୍ରାହ୍ମଣ ଗୁରୁ ପାଠ ପଢ଼େଇଲେ ବୋଲେ ଜଣେ ଗୁରୁ 105 ଛାତ୍ର ହଁ ସାରେ ଭଲ ପଢା ହେଇନଥିବ କିରେ କାହିଁକି ସେ ତ ଏକ ଯାଉ ଯାଉ ଟାଇମ କି ଆରେ ସେ ଯାହିତାଇକା ଶିକ୍ଷକ ନୁହଁ ନା ନା 8000 ବର୍ଷ ଆଜ୍ଞା 8000 ବର୍ଷ ଯମୁନା କୂଳରେ ଶଙ୍କର ଭଗବାନଙ୍କୁ ଯେ ବନେଇଲା ବାଲା ଯା ଯା ରେ 8000 ବର୍ଷ ଯମୁନା କୂଳରେ ତପସ୍ୟା କରିଥିଲେ ବାସ ବାସ ଭରଦ୍ୱାଜ ଦ୍ରୋଣାଚାର୍ଯ୍ୟ ଆଜ୍ଞା ଆମ ଶାରଳା ମହାଭାରତ ବର୍ଣ୍ଣନା କରନ୍ତି ଆଜ୍ଞା ହେ ଜ୍ଞାନୀ ଜନମାନେ ଧନୁର୍ବିଦ୍ୟାରେ ପ୍ରଥମ ସ୍ଥାନ ଅକ୍ତିଆର କଲେ ସବ୍ୟସାଚୀ ହଁ ଗାଣ୍ଡିବୀ ଖାଣ୍ଡି ଭରତ ବଂଶଜ ଅର୍ଜୁନ ଗଦାରେ ଭୀମ ଦୁର୍ଯ୍ୟୋଧନ ଆଜ୍ଞା ଗଦା ଯୁଦ୍ଧରେ ଆଜ୍ଞା ବୃକୋଦର ଭୀମ ବାସ ଏବଂ ମହାମାନ୍ୟ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ଭୀମ ଦୁର୍ଯ୍ୟୋଧନ ବାବୁରେ ଆଜ୍ଞା ବର୍ଷା ଯୁଦ୍ଧରେ କିଏ ଧର୍ମଦେବ ଯୁଧିଷ୍ଠିର ବାସ ବାସ ଗୋଳ ଯୁଦ୍ଧରେ ମହାରାଜା ନକୁଳ ନକୁଳ ଏବଂ ଖର୍ଗ ଯୁଦ୍ଧରେ ଆପଣ ମାନଙ୍କର ସହଦେବ କହିଲେ ଲଜ୍ଜା ଦେବାକୁ କ୍ଷତ୍ରୀ କୁଳକୁ ବେଦପତି ଜାତ କରିଛି ଜଣ ଜଣ କେହି କାହାକୁ କମ୍ ହମ୍ ସେ କୋଇ ଜ୍ୟାଦା नहीं हम भी किसी से कम नहीं ବାସ 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 ଯେତେବେଳେ ସକଳ ଶାସ୍ତ୍ରରେ ମାନେ ପ୍ରବୀଣ ହେଇଗଲେ ଆଜ୍ଞା ଆଜ୍ଞା ଦିନେ ବିଚାର କଲେ କୌରବ ପାଣ୍ଡବ 105 ପିଲା 5 ପିଲା ବିଚାର କଲେ କହିଲେ ଭାଇମାନେ ହଁ ଆମେ ତ ସମସ୍ତେ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଅସ୍ତ୍ର ବିଦ୍ୟା ଶିଖିଲେ ଗୁରୁଙ୍କଠୁ ଶିଖିଲେ ହେଲେ ଏ ପର୍ଯ୍ୟନ୍ତ ଗୁରୁଙ୍କୁ ଆମେ ଦକ୍ଷିଣା ନେଇ ପାରିଲେ ନାହିଁ
ତେଣୁ ସମସ୍ତ ପିଲାମାନେ ଦିନେ ଏକତ୍ରୀକରଣ ହେଇ ଆଜ୍ଞା ଏ ଗୁରୁ ଦ୍ରୋଣଙ୍କ ନିକଟକୁ ଆଜ୍ଞା ଦକ୍ଷିଣା ଦେବା ପାଇଁ ବିଚାର କଲେ। ଭାଇ ମାନେ ଗୁରୁ ଆମକୁ ବିଦ୍ୟା ଶିକ୍ଷା ଦେଲେ ଆମେ ବିଦ୍ୟା ଶିକ୍ଷା ଗ୍ରହଣ କଲେ ଚାଲ ଏବେ ଗୁରୁଙ୍କୁ ଦକ୍ଷିଣା ଦେବା ଚାଲନ୍ତୁ ଦକ୍ଷିଣା ଦେବା ପାଇଁ ଗୁରୁ ଦ୍ରୋଣଙ୍କ ନିକଟରେ 105 ପିଲା ଯାଇକି ପଡିଗଲେ, ପାଦ ତଳେ ପଡିଗଲେ। ଗୁରୁଙ୍କର ନିକଟରେ ସମସ୍ତେ ଶରଣାପନ୍ନ ହେଇଗଲେ। ପ୍ରଣାମ ଗୁରୁଦେବ। ପ୍ରଣାମ ଗୁରୁଦେବ। ଭବ ସାଗର ତାରଣ କାରଣ ହେ ରବି ନନ୍ଦନ ବନ୍ଦନ ଖଣ୍ଡନ ହେ ভব সাগর তারণ কারণ হে রবি নন্দন বন্দন খন্দন হে শরণাগত কিঙ্কর ভিতনে গুরুদেব দয়া কর দীন জনে গুরুদেব দয়া কর দীন জনে গুরুদেব দয়া কর দীন জনে ଗୁରୁଙ୍କ ଚରଣାରବିନ୍ଦରେ ଶରଣାପନ୍ନ ହେଇଗଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ଆଶୀର୍ବାଦ ଦେଲେ 105 ପିଲାଙ୍କୁ। ଆପଣଙ୍କର ନାଟକ ହଉଛି ପ୍ରଚଣ୍ଡ ପାଣ୍ଡବ ନାଟକ। ଇଏ ହଉଛି ବ୍ୟାଘ୍ର ବିଳମ୍ବ ଛନ୍ଦ। ସଂସ୍କୃତରେ ତ ବହୁତ ଛନ୍ଦ ଅଛି। ଶାସନ ସାର୍ ମାନେ ମୋର ଗୋସେଇ ମାନେ ବସିଛନ୍ତି, ବାପା ମାନେ ସାର୍ ମାନେ ବାବା ମାନେ। ଆଜ୍ଞା ଦ୍ରୁତ ବିଳମ୍ବ ଛନ୍ଦ, ବ୍ୟାଘ୍ର ବିଳମ୍ବ ଛନ୍ଦ, ମାଳିନୀ ଛନ୍ଦ। ଏ ହଉଛି ବ୍ୟାଘ୍ର ବିଳମ୍ବ ଛନ୍ଦ। ହେଲା ଶୁଣ ଗୋଟେ ଶୁଣ ବାପା। ଆଜ୍ଞା ଲେଖିଲେ ପ୍ରିୟତ ଗ୍ରାଧାରୁଢ ଜହ ଶିଖି ଜ୍ୱଳ ଶିର ଅଛି କୁଦ୍ରେଣ ଦଧତି ଦତ করে গুণাট দেব গুণাট পরিবৃত সন্তোষ পয়োট যদা সন্মিধৈ ଚକ୍ରପାଣି ୟାକୁ କୁହାଯାଏ ମଙ୍ଗଳାଚରଣ ଶ୍ଲୋକ। ଏ ହେଉଛି ପ୍ରଚଣ୍ଡ ପାଣ୍ଡବ ନାଟକର ମଙ୍ଗଳାଚରଣ ଶ୍ଲୋକ। ଆଜ୍ଞା ଆଜ୍ଞା ଅଖିଳ ବାବୁ ସାତ ଅହିଟ ଗୋଟିଏ ଚରଣ ଅର୍ଦ୍ଧ କରିବା ଗୋଟିଏ ଚରଣ ମାତ୍ର ସମ ସାପେକ୍ଷ ବର୍ଷା ଦିନ ସମୁଦ୍ର କହିଲେ ଅହିଟ 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 ଯୁକ୍ତ ଇଟ ଇଟ ଅହି କଲେ ସର୍ପ ସର୍ପ ଇଟି କଲେ ଶ୍ରେଷ୍ଠ। ବାସ୍ ବାସ୍ ଆଚ୍ଛା ସାପ ମାନଙ୍କ ଭିତରେ କିଏ ଶ୍ରେଷ୍ଠ? ଧଣ୍ଡ ହେ, ତୋ ମୁଣ୍ଡ କଣ ଧଣ୍ଡ ଧଣ୍ଡାଳ ସାପ ଯେତେ ଜଗତରେ ଅଛନ୍ତି, ଆଜ୍ଞା ଏ ଜଗତରେ ଯେତେ ସାପ ଅଛନ୍ତି, ବାସ୍ ବାସ୍ ଏ ଧଣ୍ଡ ସାପଟା ସବୁଠୁ ଚାଏ ଚଲାଖିଆ ସାପ ଆଜ୍ଞା ଶ୍ରେଷ୍ଠ ସାପ। କାହିଁକି କହିଲି କି ଶ୍ରେଷ୍ଠ ବୋଲି? ଆଚ୍ଛା ବେଙ୍ଗ ବସିଥିବ ହଁ। ଧଣ୍ଡ ଯାଇକି ତା ବେକ ଯାକେ ଗିଳି ସାରିବଣି। ଚାଏ ଅଛି କି? ଚଣ୍ଡାଳିଆ ବେଙ୍ଗ ଜାଣିବନି ମତେ ଧଣ୍ଡ ଗିଳିଛି ବୋଲି। କେତେ ଚଲାଖିଆ ସାପ ହଉଛି ଧଣ୍ଡ ସାରେ। ଆଉ ଆରେ ଚଲାଖିଆ ସାପଟା ଧଣ୍ଡ ସାପ, ସବୁଠୁ ଚଲାଖିଆ ସାପ ଧଣ୍ଡ। ବେଙ୍ଗ ଗିଳିବାରେ ସିଏ ଚାଲାକ ତାର ବହୁତ। ମାଷ୍ଟର ମାଷ୍ଟର ସିଏ। ଆଚ୍ଛା ବାପା, ଆରେ ଯଦି ଧଣ୍ଡ ସାପଟା ଚଲାଖିଆ ସାପ ହେଲା, ହଁ ଏ ଯୋଉ ଆଜି ବାର୍ଥାପୁର ଶାସନରେ ବାସ୍ ବାସ୍ ସଂକଳ୍ପ କରିକି ନାରାୟଣ ବସିଛନ୍ତି, ନାରାୟଣ ବସୁଛନ୍ତି ଆସ୍ଥା ଏ ଧଣ୍ଡିଆ ସାପ ଉପରେ ନାରାୟଣ ଶୋଇଛନ୍ତି। ନା ନା ସେ ଲୋଡ଼ ନେଇ ପାରିବନି, ଚେପା ହେଇଯିବ। ଜଗନ୍ନାଥ ଦାସ କହିଲେ, ଆଜ୍ଞା କହିଲେ ସର୍ପଙ୍କ ମଧ୍ୟରେ ମୁଁ ବାସୁକି, ମୁଁ ବାସୁକି ଅନନ୍ତ ନାଗ ନାମ ଲେଖି। ବାସ୍ ବାସ୍ ଏ ବିଶ୍ୱରେ ଯେତେ ସର୍ପ ଅଛନ୍ତି, ହେଲା ସବୁଠାରୁ ଶ୍ରେଷ୍ଠ ସର୍ପ ହଉଛନ୍ତି ଆଜ୍ଞା ବାସୁକି ନାଗ, ବାସୁକି ନାଗ। ଯାହାଙ୍କର ଗୋଟିଏ ନାମ ହଉଛି ଅନନ୍ତ। ବାସ୍ ଅନନ୍ତ ନାଗ ନାମ ଲେଖି, ଆଜ୍ଞା ତେଣୁ ଅନନ୍ତ ଶଯ୍ୟା ଉପରେ ଶୋଇଥିବା ଲକ୍ଷ୍ମୀ ପାତୁବହ ଚକ୍ରପାଣି, ଆଜ୍ଞା ସେଇ ଚକ୍ରପାଣି ନାରାୟଣ। ତ
तुम 105 पिला मानकर मंगल विधान करंतु ओ गुरुदेव अच्छा आपण पाहाकू आसीबार कारण एही कि हाँ आपण हमकु विद्या शिक्षा दिले हाँ आमे विद्या शिक्षा ग्रहण कलु हाँ सर्व विद्यार संपूर्ण हो गला हमर कार्य अच्छा आपण को दक्षिणा दबाक आसीछु गुरुदेव अरे पिला माने गुरुदेव गोटे कथा कहबी कहना हांती गुरुदेव धन्यवाद दउछि तुमको तुमे दक्षिणा देवार प्रयास करिछ दक्षिणा दबाक आसीछु दक्षिणा मु एमिति एक गुरु हां मु आगे दक्षिणा पाइली पछे तुमको पाठ पढेली आमे तो दक्षिणा देना हूं अरे तमे ना देना हां तुम बापा धृतराष्ट्र मते दक्षिणा दे सारी आम बापा देछंती हाँ केतोले हम तो जानि ना जो दिन मो भार्या कृपी मरी गले हे हे कृपी मरी जिबा परे हां मु जेतले 4 मासर मा छेउंड छुआ सथवा को धरी बेसहारा अवस्था रे बुलु थाए आज्ञा सेतिकी बेले तुम बापा धृतराष्ट्र मो रहिबा पीबा खाइबार सब बंदोबस्त कले सेटा कोन मो पई गुरु दक्षिणा नहे की से तांको कर्तव्य करछनी गुरुदेव अच्छा हेले आपण हम दक्षिणा दबाक आसीछु माग हे गुरु देवा देबुरा हीरा मागो हे गुरु देवा देवुरा हीरा दक्षिणा बिने विद्या होइबा हीरा हे होइबा हीरा गुरुदेव एठी दुर्योधन आदि 100 भाई हाँ कहले गुरुदेव आपण हमको दक्षिणा मागंतु आमे आपनको दक्षिणा दबु आज्ञा बारंबार बारंबार दुर्योधन आदि 100 भाई जेतेले कहिले बास बास एठी गुरु कहले ठीक अछि हाँ कोन दक्षिणा मागिले टंका पैसा सुना रूपा अलंकार सब किछि मागी ए नथिले हस्तिना कटक आपण चाहिले देई दो ओडिशा रो गायक सम्राट विश्वनाथ पट्टदोषी कोन कहिले मो बापा माने देखिथिबे तांकू आहा तांकर गोटे छंद गाउछि हाँ पट्टदोषींकर लेखा बास बास कहले कुड़े बलियार ये कौरव कुल कौरव कुल सागर कौरव कुल सागर भाबिले गुरु पूजारे दक्षिणा विधि भाबिले गुरु पूजारे दक्षिणा विधि आज्ञा उत्तरिले करा साजो देव दक्षिणा आखि देव दक्षिणा आखि देव दक्षिणा गुरु प्राण उत्सव को मନରେ ଧରି ପାଞ୍ଚାଳ ରାଜା ଦୁଃଖକୁ ପାଞ୍ଚାଳ ରାଜା ଦୁଃଖକୁ आरे बाधियार सेवा करू आहा पंचा अरे तिनाथ बुढ़ा की माड़ दउछि कि रे प्रकाश करंतु गुरुदेव कले उत्तरिले द्रोणाचार्य हाँ कि देव दक्षिणा आज गुरु प्राण उत्सव को मनरे धरी 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 ज्ञानी जन माने आज्ञा एठी द्रोणाचार्य कहले हाँ कहले दक्षिणा देव मते निश्चय दबु गुरुदेव आपण चाहिले शिर कमल दबाक प्रस्तुत से सब आवश्यकता नहीं दुर्योधन ताले धन संपत्ति मागंतु दरकार नहीं मोर हस्तिना नहीं जानतु मोर हम हस्तिना ताले मागंतु सो इच्छा रे कोन मागुछंदी मते दब तमे निश्चय दबु एया दियो कोन पांचाल राजा द्रुपद को द्रुपद को ये मुहूर्त रे हां तमे जाओ पांचाल कटक राजा द्रुपद को बांधी कि आनो सेव पद वंदना करू दुशासन এই মুহূর্তরে যা পাঞ্চাল অভিমুখে সে দ্রুপদ রাজাকে বন্ধন করিকি আমি আনিমা अरे হ্যাঁ दुर्योधन डाकिला आज्ञा आउ अनेशत भाई শহে ভাইকে সজেলা ए अनेशत भाई की डाकिला कला आसम संगे रे जीवा সমস্ত যা गुरुंकर निर्देश अछि पांचाल कटक राजा द्रुपद को बांधिबा पाई बापा हसी देले द्रोणाचार्य कले दुर्योधन गुरुदेव
পাঠ পড়িলা বেলে কিছু ত্রুটি মো করিଥିଲି কি রে? নাই কিছু ভুল নাই। তাহলে গোটে কুকুরକୁ 100 ঠেঙ্গা বুঝি ହେଲା নাই। আরে গোটে কুকুরକୁ 100 ঠেঙ্গা ଆପଣ କଣ କହୁଛନ୍ତି ମୁଁ ବୁଝି ପାରୁନି। ଜଣକୁ ମାରିବା ପାଇଁ ଜଣକୁ ବାନ୍ଧିବା ପାଇଁ ହଁ ତମେ 100 ଭାଇ ଯାକ ଯିବ ମୋ ପାଖରୁ। ଆଉ ତା ମାନେ କଣ ଜଣେ ଯିବ? ଆଉ ଯିଏ ଯିବ ସିଏ ଜଣେ ଯାଉ। ସେଠିକି ଏକୁଟିଆ ଜଣେ କଣ ମରିବାକୁ ଯିବ? ମାନେ ସେ ଲହଜ ହଜ। ଆଜ୍ଞା ଏଇଠି ଆପଣ ମାନଙ୍କର କହିଲେ ହଁ ଦୁର୍ଯ୍ୟୋଧନ ଜାଣିଛନ୍ତି ନା ଯାଇ ହଉଛି। ଏକୁଟିଆ କାହିଁକି ଦୁର୍ଯ୍ୟୋଧନ ଗଲାନି ବାପା ମାନ? ଆମ ଶାରଦା ସକୃତ ମହାଭାରତ କହିଲେ ବାସ୍ ବାସ୍ 10,000 ରାଜାଙ୍କ ଉପରେ ମୌଡ଼ମଣି ରାଜା ହଉଛନ୍ତି ପାଞ୍ଚାଳ ସମ୍ରାଟ ଦ୍ରୁପଦ। ଦ୍ରୁପଦ ରାଜା ସେ 10,000 ରାଜାଙ୍କ ଉପରେ ମୌଡ଼ମଣି ରାଜା। ବାସ୍ ବାସ୍ କେବଳ ସେତିକି ବାପା ନୁହଁ, ଆଉ ଦିନକୁ 3 ଲକ୍ଷ ଦୁହାଳିଆ ଗାଈ ସେ ଦୋହନ କରନ୍ତି। କେତେ ଶକ୍ତି ହାତରେ ଥିଲା। ଭାରି ଶକ୍ତିଶାଳୀ ସମ୍ରାଟ ହଉଛନ୍ତି ରାଜା ଦ୍ରୁପଦ। ବାସ୍ 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 ଅଖିଳ ବାବୁ ଆଜ୍ଞା ଏ 100 ଭାଇ ସମସ୍ତେ ମନା କଲେ। ମନା କଲେ ନାଇଁ ଯିବାନି ଆଉ। ସମସ୍ତେ ମନା କଲା ପରେ ଆଜ୍ଞା ଏ ପାଣ୍ଡବ କୁଳର ପ୍ରତିନିଧି ସବ୍ୟସାଚୀ ଅର୍ଜୁନ ରଥ ଶର୍ମାଙ୍କର ଆଉ ପଦୁଟିଏ ଛାନ୍ଦ ଗାଉଛି। ଆଜ୍ଞା କଲା ମୁରୁକି ହଂସା ଦିଏ ପାଠ ସୁନ୍ଦର ମୁରୁକି ହଂସା ଦିଏ ପାଠ ସୁନ୍ଦର ତୋର ବାନ୍ଧିବାକୁ ହସିଦେଲା ଆଜ୍ଞା ସବ୍ୟସାଚୀ ଅର୍ଜୁନ। ଅର୍ଜୁନ ହସିଲା ଆଉ କଲା ଗୁରୁଦେବ ଗୁରୁଦେବ ଆପଣଙ୍କର ଟିକେ ଇଶାରା ପାଇଲେ ହଁ ଆପଣଙ୍କର ଧୀରେ ଧୀରେ ଆଜ୍ଞା ଧୀରେ ଟିକେ ନିର୍ଦ୍ଦେଶ ପାଇଲେ ବାସ୍ 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 ଏ ପାଞ୍ଚାଳ କଟକ ରାଜା ଦ୍ରୁପଦକୁ ମୁଁ ଯାଇକି ଏକୁଟିଆ ବାନ୍ଧିକି ଆଣିବି। ମୁଁ ଏକୁଟିଆ ଯିବି। ମୁରୁକି ହସା ଦିଏ ପାର୍ଥ ସୁନ୍ଦର। ଆଜ୍ଞା ସବ୍ୟସାଚୀ ଅର୍ଜୁନ ଆଜ୍ଞା ହସିଦେଲେ। ବାସ୍ ଯେତେବେଳେ ହସିଦେଲେ ହଁ ହଁ ଅଖିଳ ବାବୁ ସାର୍ ଦ୍ରୋଣାଚାର୍ଯ୍ୟ ନିର୍ଦ୍ଦେଶ ଦେଇଦେଲେ। ଆଜ୍ଞା ନିର୍ଦ୍ଦେଶ ପାଇକି ପଳେଇଲେ ଆପଣ ମାନଙ୍କର ଦିତି କୃଷ୍ଣ ସବ୍ୟସାଚୀ ଅର୍ଜୁନ ଆଜ୍ଞା ପଳେଇଲେ। ପଳେଇ ଗଲେ କୋଉଠିକି କୋଉଠିକି ଗଲେ? ନା ପାଞ୍ଚାଳ କଟକକୁ ଗଲେ। ବାସ୍ 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 ଅତି ଦ୍ରୁତରେ ପଳେଇ ଗଲେ। ପାଞ୍ଚାଳ କଟକରେ ହଁ ସିଂହାସନ ଆରୋହଣ କରି ବସିଛନ୍ତି ଆପଣ ମାନଙ୍କର ସମ୍ରାଟ ଦ୍ରୁପଦ। ଯେତେବେଳେ ସିଂହାସନ ଆରୋହଣ କରି ବସିଛନ୍ତି ଆରେ ନାଇଁ 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 ତତେ ଦେଖା ଯାଉନି ସେ ତ ଦାଦାରେ ବୋଲା ମତେ ରାତିରେ ଭଲ ଦିଶୁନି। ସିଂହାସନ ଆରୋହଣ କରି ବସିଲେ ପାଞ୍ଚାଳ ସମ୍ରାଟ ଦ୍ରୁପଦ। ଯେତେବେଳେ ଦ୍ରୁପଦ ବସିଛନ୍ତି ହଁ ଆଜ୍ଞା ଦ୍ରୋଣ ଏଇଠି ଯାଇକି ପହଞ୍ଚିଗଲେ ସବ୍ୟସାଚୀ ଅର୍ଜୁନ। ଅର୍ଜୁନ ପହଞ୍ଚିଲେ। ଅର୍ଜୁନ ପହଞ୍ଚିଲା ପରେ ବାସ୍ ବାସ୍ ଡାକିଲେ ରାଜା ଦ୍ରୁପଦଙ୍କର ଜୟ ହେଉ, ଜୟ ହେଉ। ମଣିମାଙ୍କର ଜୟ ହେଉ। କିଏ ତୁମେ ଆଗ ତୁମକୁ କୁଆଡେ ଆସିଲ? ମଣିମା ହଁ ମୋର ପ୍ରଣାମ ନିଅନ୍ତୁ। ପ୍ରଣାମ ପ୍ରଣାମ। କିଏ ଜାଣିପାରିଲିନି ଚିହ୍ନି ପାରିଲିନି। ମୁଁ ସବ୍ୟସାଚୀ ଅର୍ଜୁନ ମଣିମା। ଓହୋ ତୃତୀୟ ପାଣ୍ଡବ ଅର୍ଜୁନ ନା ଶୁଣିଥିଲି ଦେଖିନଥିଲି। କୁଆଡେ ଆସିଲ? ଆପଣଙ୍କ ପାଖକୁ ଆସିଛି। ମୋ ରାଜ୍ୟ ବୁଲିବାକୁ ଆସିଛ ବୋଧେ? ହଁ ମଣିମା। ରେଜା ପଇସା ଆଣିଛ? ମାନେ ମୋ ରାଜ୍ୟ ସାରା ବୁଲିକି ତମେ ଦେଖିବ। ହଁ ଯୋଉ ଦ୍ୱାରେ ଯେତିକି କହିବି ସେତିକି ପକେଇବ। 5 ଟଙ୍କା 10 ଟଙ୍କା ସବୁ ସବୁ ଦ୍ୱାରରେ ଓହୋ ଆପଣଙ୍କ ଦ୍ୱାର ବୁଲିକି ଦେଖିବି ରେଜା ପଇସା ପକେଇବି ଆଉ। ଆଉ କୁଆଡେ ଆସିଲ? ସେଥିପାଇଁ ମୁଁ ଆସିଲି ମଣିମା। ଆଉ କୋଉ ଉଦ୍ଦେଶ୍ୟରେ ଆସିଲ? ଆପଣଙ୍କୁ ବାନ୍ଧିକି ନେବା ପାଇଁ ମୁଁ ଆସିଛି। ଆରେ ଛୁଆଟା ଚିପି ଦେବି ଯେ କ୍ଷୀର ବାହାରି ପଡିବ ନା ମୁଁ ବାନ୍ଧିକି ନେବି? ଭଲରେ ଯିବ ନା ବାନ୍ଧିବା ପାଇଁ ବାଧ୍ୟ ହେବି? ତୁ ଯୁଦ୍ଧ କରିବୁ ବାନ୍ଧିବୁ ମତେ? ରାଗି ବୋଇଲେ ଦ୍ରୁପଦ ତୁ ଟାଣି ଗଲେ
ପାଟି ଖୋଲିଲେ ମାଟିରେ ମିଶିବ। ତୁ କେବେ ବଡ଼ ଆଖିରେ ତୁଣ୍ଡ ଖୋଲିଲା ମୁଣ୍ଡଟା ଉଡ଼େଇ ଦେବି। ହେଲା ତୁ ତ ଗୀତିଲ ମତେ ବାନ୍ଧୁଛୁ କଣ? ଜବରଦସ୍ତ ବାନ୍ଧିକି ଘୋଷାଡ଼ି ନେଇକି ଗଲେ ଆଜ୍ଞା ରାଜା ଦ୍ରୁପଦଙ୍କୁ। এটা কেড়ে বড় আখিরে ରାଜା ଦ୍ରୁପଦ ବନ୍ଧା ହେଇଛନ୍ତି। বাস 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 ବାବୁରେ আজ্ঞা ଦ୍ରୁପଦ ଯେତେବେଳେ ବନ୍ଧା ହେଇଛନ୍ତି হ্যাঁ ইলে ছাড়ে ଗୁରୁଙ୍କର ନିର୍ଦ୍ଦେଶ ଅଛି ଦ୍ରୁପଦଙ୍କୁ ବାନ୍ଧିବା ପାଇଁ। বান্ধুଛୁ না বাবা ଯେତେବେଳେ ଯାଇକି ପହଞ୍ଚି ଗଲେ ଆଜ୍ଞା ଦେଖିଲେ ଗୁରୁ ଶୋଇଛନ୍ତି। ଗୁରୁ ଶୋଇଛନ୍ତି ହାଁ? ଗୁରୁ ଶୋଇଛନ୍ତି ଗୁରୁ ଶୋଇଛନ୍ତି। ଶୋଇଛନ୍ତି ହେ? ସେ ଗୁରୁ ଶୋଇଛନ୍ତି কি নাই যমুনা কটু গহিরু বিহিমুখ খাইকি তারেণী বোদা শোইছে ହେ? তো আর কোন ভলা দোষু ଆଜ୍ଞା ଯେତେବେଳେ ଦେଖିଲେ ଗୁରୁ ଶୋଇଛନ୍ତି আজ্ঞা ଆମ ସଂସ୍କୃତି କହେ ଆଜ୍ଞା ଆମ ପରମ୍ପରା କହେ কোন কহে 7 ଜଣ ଶୋଇଥିଲେ ତାଙ୍କୁ ଉଠେଇବ ନାହିଁ। নাই মোটে নাই 7 ଜଣ ଶୋଇଥିଲେ হ্যাঁ ଆରେ ଜମା ଆଜି ବର୍ଷା ଛାଡୁନି ସେ ଚାଲିଛି ତୁହାକୁ ତୁହା। নাই বর্ষা তো কালিকে আহুরি তো হারিব ଆରେ ପୁଅ বাতিয়া আসুଛି ହଉ 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 ଅଖିଳ ବାବୁ ଆମ ଦୁର୍ଭାଗ୍ୟ ନାଇଁ ଆଜ୍ଞା ମୁଁ ଖାଲି ଭାବୁଛି হ্যাঁ କାଲି ସଭାପତି ସାରେ ଜବାବ କରିଦେଲେ ବୋଲି ଆଜି ପାଲା କଲେ ନହେଲେ ଆନ୍ତରିକତା କିଛି ନଥିଲା। ଆଜ୍ଞା କଣ କରିବା ପ୍ରଭାସ ବାବୁ କୁଆଡେ ଗଲେ? ଏଇ ପାଗରେ କିଏ ଆସିବ ହଉ ହଉ କଣ କରିବା ଆଜ୍ଞା ଯାହା ମୋହର କିସମାୟତ ଜେଣିକି ନେବେ ଗୋପୀନାଥ। ଅଖିଳ ବାବୁ ସାରେ 7 ଜଣ ଶୋଇଥିଲେ ତାଙ୍କୁ ମୋଟେ ଉଠେଇବୁନି। ମୋଟେ ନାହିଁ ହଁ ହଉ ପୁଣି କହିଲେ 7 ଜଣ ଶୋଇଥିଲେ ଆଜ୍ଞା ତାଙ୍କୁ ଆଜ୍ଞା ଉଠେଇବା। ପରାଶର ଋଷି କହିଲେ ହଁ 7 ଜଣ ଶୋଇଥିଲେ ଉଠେଇବାନି ଉଠେଇବାନି। କୋଉ 7 ଜଣ ଶୋଇଥିଲେ ଉଠିବାନି ଆଜ୍ଞା କଲହି ନୃପଞ୍ଚ ଶାର୍ଦୁଳ କିଟିଞ୍ଚି ବାଳକಂ ତଥା ସ୍ୱାନଞ୍ଚ ଗୁରୁଞ୍ଚ ଏ ସପ୍ତ ସୁତାନ ବାଧୟତେ